ତାହେଲେ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ହେଲେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ହେଲେ ପୂର୍ବେ ତାହେଲେ ଆମେ ଆଲୋଚନା କଲେ ସାପ ଯେମିତି ବିଷ ସୃଷ୍ଟି କରେ, ବିଷର ଜ୍ୱାଳାରେ ସମସ୍ତଙ୍କୁ ଦକ୍ଷୀଭୂତ କରେ, ସେମିତି ପିଙ୍ଗଳା କହୁଛି ସାପ ଭଳିଆ ମୁଁ ମଧ୍ୟ କଣ କଲି, ବିଷମ ବିଷ ଉତ୍କଟ ସୃଷ୍ଟି କଲି। ପରନ୍ତୁ ମୁଁ ଅମୃତ ପିଇକି ଆସିଥିଲି, ମୁଁ ଏଠି କଣ କରିଥିଲି ସବୁ ଏବଂ କହୁଛି ଦେନ୍ ସେ ବିଷର ତାପେ ଜଗତ ଜାଳିଲି, ସେ ତାପେ ଜଳିଲି ଆପେ ପୁଣ୍ୟ ଜୀବନ ପୁଣ୍ୟ ଭବନ ଭରିଦେଲି ଖାଲି ଖାପେ। କହୁଛି ସେ ବିଷର ଯେହେତୁ ମୁଁ ସର୍ପିଣୀ ଭଳିଆ, ସର୍ପିଣୀ ବୋଲି ସାପ, ବୁଝିପାରିଲା, ବିଷ ସୃଷ୍ଟି କଲି, ସେ ବିଷର ତାପରେ, ସେ ବିଷର ଜ୍ୱାଳାରେ ମୁଁ ଜଗତକୁ ଜାଳିଲି। ବହୁତ ଧନୀ ଯୁବକଙ୍କୁ ମୁଁ ଆକୃଷ୍ଟ କରିଲି, ଆଣିକି ତାଙ୍କୁ ପତିତା ସଜେଇଲି, ତାଙ୍କୁ ପୁରା ପାପି ମୁକ୍ତ କଲି, ବୁଝିପାରିଲା। ସେ ବିଷର ତାପେ ଜଗତକୁ ମୁଁ ଜାଳିଲି, ଜଗତକୁ ନଷ୍ଟ କରିଲି। ଏଇ ରୂପର ପସରା ନେଇ ଏ ଦେହକୁ ଦାନ କଲି, ସମସ୍ତଙ୍କୁ ଦେହ ସୁଖ ଦେଇ ମୁଁ ଜଗତକୁ ଜାଳିଛି ଏବଂ ତାପରେ ମୁଁ ମଧ୍ୟ ଜଳିଲି। ଜଗତକୁ ଜାଳିଛି, ସେ ତାପରେ ମୁଁ ମଧ୍ୟ ଜଳିଛି। ପୁଣ୍ୟ ଜୀବନ, ମୋ ଜୀବନ ପବିତ୍ର, ପୁଣ୍ୟମୟ ଜୀବନ, ପୁଣ୍ୟ ଏ ଭବନ ପବିତ୍ର ପୃଥିବୀକୁ ଖାଲି ଉପରେ ଖାଲି ପାପରେ ଭରିଦେଲି ଖାଲି ପାପରେ। ମୁଁ ସବୁ ଆଡେ ଖାଲି ପାପ ଭରି ଦେଇଛି। ଦେଖ କିଭଳି ଆଧ୍ୟାତ୍ମିକ ତରଣ ତା ଦେହରୁ ଘଟୁଛି ଏବଂ ସେ ଶେଷରେ ନିଜର ଦୋଷ ସେ ବୁଝିପାରିଛି, ବୁଝିପାରିଲା। ସେ ପାର୍ଥିବ ମୋହ ବା ପାର୍ଥିବ ସଂସାରରୁ ମୋହ ଏଡେଇ ନେଇଛି ପିଙ୍ଗଳା, ଏବଂ ସେ ଧୀରେ ଧୀରେ ସନ୍ନ୍ୟାସିନୀ ପାଲଟି ଯାଇଛି। ସେ ପରମ ପୁରୁଷଙ୍କ ସନ୍ଧାନରେ ବାହାରି ପଡିଛି ଜୀବନ ପଥରେ ସନ୍ନ୍ୟାସିନୀ ହୋଇ। ପୁଣି କଣ କହୁଛନ୍ତି, ଜୀବନ ମୋର ପ୍ରିୟତମ ଆଜି ଦେଖିଏ କଳୁଷ ଗତି, ମଞ୍ଜୁ ମଧୁର ମୁରଲି ରୁତେ ଡାକଇ ଆଦରେ ଅତି। କଣ କହୁଛି ପିଙ୍ଗଳା, କହୁଛି ଜୀବନର ମୋର ପ୍ରିୟତମ ଆଜି ଦେଖିଏ କଳୁଷ ଗତି। ଏ ଯୋଉ କଳୁଷ, ଏ ଯୋଉ ପାପ ଗତିକୁ ଦେଖି ଜୀବନରେ ମୋର ଜୀବନର ପ୍ରିୟତମ, ମୋ ଜୀବନର ପ୍ରେମିକ ପୁରୁଷ, ମୋ ଜୀବନର ପ୍ରେମ ଯିଏ, ପ୍ରିୟତମ ଯିଏ, ଏ ଯେଉଁ ପାପର ଗତିକୁ ସେଠି ଆଜି ମତେ ଡାକୁଛନ୍ତି। କେମିତି ଡାକିଛନ୍ତି, ମଞ୍ଜୁ ମଧୁର ମୁରଲି ରୁତେ ଡାକଇ ଆନନ୍ଦେ ଗତି, ଡାକଇ ଆଦରେ ଅତି, ଅତି ଆଦରରେ, ଅତି ସ୍ନେହରେ, ଅତି ଆଦରରେ ମତେ ଡାକୁଛନ୍ତି। ରୁତେ ରୁତେ କହିଲେ କଣ, ଶବ୍ଦରେ ସ୍ୱରରେ, ମଞ୍ଜୁ ମଧୁର, ମଞ୍ଜୁ କହିଲେ ସୁନ୍ଦର ମନୋଜ୍ଞ, ମଧୁର ମୁରଲି ବଂଶୀର ସ୍ୱରରେ ମତେ ଅତି ଆଦରରେ ଆଜି ଡାକୁଛନ୍ତି। ଜୀବନରେ ଏଇ ଯୋଉ ପାପ ପୁଣ୍ୟ ଗତିକୁ ଦେଖି ମୋ ଜୀବନର ପ୍ରିୟତମ ସେ ପରମ ପୁରୁଷ, ପରମ ସଖା ମତେ ଅତି ଆଦରରେ ଡାକିଛନ୍ତି। ନିଜର ସୁନ୍ଦର ମଧୁର ମୁରଳି ଶବ୍ଦ, ବଂଶୀର ଶବ୍ଦ ପରି ମତେ ଡାକିଛନ୍ତି ଏବଂ କହୁଛନ୍ତି ପିଙ୍ଗଳା କଣ କହୁଛି, ଜୀବନ ମୋର ପ୍ରିୟତମ ଆଜି ଦେଖିଏ କଳୁଷ ଗତି, ମଞ୍ଜୁ ମଧୁର ମୁରଲି ରୁତେ ଡାକଇ ଆଦରେ ଅତି, ପତିତ ପାବନ ବନ୍ଧୁ ସେ ମୋର ବିଶ୍ୱ ପରଶ ମଣି, ପୁଣ୍ୟ ପରଶେ ସ୍ୱର୍ଣ୍ଣ କରିବେ ଏ ମୋର ଅଙ୍ଗ ପୁଣି। କହୁଛି ପତିତ ପାବନ ବନ୍ଧୁ, ସେ ବନ୍ଧୁ ଜଗତର ବନ୍ଧୁ ଜଗନ୍ନାଥ, ସେ ହଉଛନ୍ତି ପତିତ ପାବନ। ପତିତ ପାବନ କହିଲେ କଣ,
ପତିତ କହିଲେ ପାପି ବା ପାପିର ପତିବାବୁ ନ କହିଲେ ପାପିର ଉଦ୍ଧାରକାରୀ ସେ ବନ୍ଧୁ, ସେ ହଉଛି ଦୀନବନ୍ଧୁ, ସେ ହଉଛି ଜଗବନ୍ଧୁ, ସେ ହଉଛି ପତିତ ପାବନ ବନ୍ଧୁ, ପାପି ମାନଙ୍କୁ ଉଦ୍ଧାର କଲା ବାଲା ସେ ବନ୍ଧୁ, ସେ ବିଶ୍ୱର ପରଶମଣି, ସେ ମୋର ଏଇ ପୃଥିବୀର ଏ ବିଶ୍ୱର ପରଶମଣି। ପରଶମଣି କହିଲେ କଣ, ଗୋଟେ ପ୍ରକାର ମଣି ଯାହାର ଛୁଆଁରେ ଲୁହା ମଧ୍ୟ ସୁନାରେ ପରିଣତ ହୋଇଯାଏ। ସେଇ ଭଳିଆ ତାଙ୍କ ଛୁଆ। ତମେ ଯଦି ଆଧ୍ୟାତ୍ମିକ ସ୍ତରକୁ ଯିବ ସେ କଥାକୁ ବୁଝିପାରିବ, ବୁଝିପାରିଲା, ବୁଝିପାରୁଛ ନା? ତେଣୁ ସେ କହୁଛି ସେ ମୋର ପତିତ ପାବନ ବନ୍ଧୁ, ସେ ପାପୀ ମୁକ୍ତ କଳା କଳା ବାଲା ବନ୍ଧୁ, ସେ ମୋର ବିଶ୍ୱ ପରମ ମଣି। ତାଙ୍କର ସ୍ପର୍ଶ ପାଇଁ ସମସ୍ତେ ଆମେ ସୁନାରେ ପରିଣତ ହେଉ। କଣ ସତ୍ୟ ସତ୍ୟ ସୁନା, ପୁଣ୍ୟ ପରଶେ ସେ ଯୋଉ ପବିତ୍ର ସ୍ପର୍ଶ କରିବେ ନା, ପୁଣ୍ୟ ପବିତ୍ର, ତାଙ୍କର ପବିତ୍ର ଛୁଆରେ, ତାଙ୍କର ପବିତ୍ର ସ୍ପର୍ଶରେ ସ୍ପର୍ଶ କରିବେ ମୋର ଅଙ୍ଗ, ପୁଣି ମୋର ଏଇ ଅଙ୍ଗକୁ, ଏଇ ପୋଡ଼ି ଜଳି ଯାଇଥିବା, ଏଇ ଯୋଉ ନଷ୍ଟ ହୋଇଯାଇଥିବା ଅଙ୍ଗ ସମୂହକୁ ପୁଣି ଥରେ ସ୍ୱର୍ଣ୍ଣ କରିଦେବେ, ମାନେ ବଦଳି ଦେବେ ମତେ ସମ୍ପୂର୍ଣ୍ଣ ରୂପେ। ସେଇଥିପାଇଁ ସେ କହୁଛି ଯେ କଣ, ଦେନ୍ ବିଦାୟ ନଉଛି ବିଦାୟ ନଗର, ବିଦାୟ ନେଉଛି ବିଦାୟ ନଗର, ବିଦାୟ ନେଉଛି ଆଜି, ଭୁଲି ଯାଅ ମତେ, ଭୁଲି ଯାଅ ମୋର ଘୃଣ୍ୟ କଳୁଷର ଆଜି। ସେ କହୁଛି ହେ ବିଦେହ ନଗର, ମୁଁ ଆଜି ବିଦାୟ ନେଉଛି, ଉର୍ବର ପରଶ ଆଉ ମିଳିବନି, କାହାକୁ ମୋ ଦେହ ଲୋଭ ଦେଖାଇବି ନାହିଁ, କାହାକୁ ମୋ ଦେହ ସୁଖ ଦାନ କରିପାରିବି ନାହିଁ। ମୁଁ ଆଜି ବିଦାୟ ନେଉଛି, ତ ସମସ୍ତଙ୍କୁ ବିଦାୟ ନେଉଛି। ମତେ ଭୁଲି ଯାଅ, ଭୁଲି ଯାଅ ମତେ, ଭୁଲି ଯାଅ ମୋର ଘୃଣ୍ୟ କୌଳୁଷରାଜି, ମୋର ଯୋଉ ପାପ ପୁଣ୍ୟ କରୁଣା ଯୋଗ୍ୟ କୌଳୁଷରାଜି ପାପ ଗୁଡିକ ସବୁ ଭୁଲି ଯାଅ, ଭୁଲି ଯାଅ ସବୁ ବିଭୁ, ସେ ବିଭୁ ପ୍ରେମରେ ଯେ ଭଗବାନଙ୍କ ପ୍ରୀତିରେ ଆଶ୍ରୟ ନିଅ, ଏବଂ ଯାହା ଫଳରେ ଜୀବନର ଆଧ୍ୟାତ୍ମିକ ଉତ୍ତରଣ, ଆମେ ପରମ ବା ସାଂସାରିକ ମୋହ ମାୟା କିଭଳି ପ୍ରକୃତ ସତ୍ୟ ଆଡ଼କୁ ଯିବା, ତାହା ମଧ୍ୟ ଏଠି କବି ଦର୍ଶାଇଛନ୍ତି। ତାହେଲେ ପିଲେ, ଇଏ ଥିଲା ଏ କବିତାର ସାରାଂଶ। ପରବର୍ତ୍ତୀ ସମୟରେ ଆମେ ଏହାର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା, ଠିକ ଅଛି? ତାହେଲେ ଆଜି ପାଇଁ ବାସ୍ ଏତିକି।